ଆପଣମାନେ କେବେ ମୋଜାକୁ ଚୁଡ଼ି ପିନ୍ଧେଇଛନ୍ତି କି? ପିନ୍ଧେଇ ନାହାନ୍ତି ନା? ଚାଲନ୍ତୁ ଦେଖିବା ମୁଁ କ'ଣ ପାଇଁ ମୋଜାକୁ ଚୁଡ଼ି ପିନ୍ଧଉଛି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ସବୁଦିନ ପରି ନୂଆ ନୂଆ ଟିପ୍ସ ଓ ଟ୍ରିକ୍ ଆଣିଛି, ଯେଉଁଟାକି ଆପଣମାନଙ୍କ ପାଇଁ ନିହାତି ଭାବରେ ୟୁଜଫୁଲ୍ ହେବ। ଚାଲନ୍ତୁ ଦେଖିବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ମୋର ଛୁରୀକି ନେଇକିରି। ତ ଛୁରୀରେ ଯେତେବେଳେ ଦାଢ଼ କମିଯାଇଥାଏ, ଆମେ ଯେତେବେଳେ ଛୁରୀର ତ ବ୍ୟବହାର ସମସ୍ତେ କରିଥାଉ। ତ ଛୁରୀରେ ଯେତେବେଳେ ଦାଢ଼ କମିଯାଇଥାଏ, ତାକୁ ଆମେ ଦାଢ଼ କେମିତି କରିବା ତାର ଗୋଟେ ସୁନ୍ଦର ଉପାୟ ଆଣିଛି। ଆପଣମାନଙ୍କ ଘରେ ତ ପୁରୁଣା ଦୀପ ଥିବ, ଯେହେତୁ ଏବେ ଦିୱାଲି ଯାଇଛି ତ ଦୀପ ଗୁଡ଼ିକ ମଧ୍ୟ ଢେର ଥିବ। ତ ସେହି ଦୀପ ଗୁଡ଼ିକକୁ ଆପଣମାନେ କେମିତି ଧାର କରିବେ ତାର ଗୋଟେ ସୁନ୍ଦର ଉପଚାରଟି ମୁଁ ଆଣିଛି। ଦେଖନ୍ତୁ ଆପଣମାନେ ଛୁରୀକି ଏମିତି ମୁଁ ଯେମିତି କରିଛି, ଦୀପକୁ ଓଲଟେଇକିରି ତା ପଛପଟ ସାଇଡ଼୍ରେ ଆପଣମାନେ ଛୁରୀକୁ ଏମିତି ଘଷିବେ। ଦେଖିବେ ଆପଣମାନଙ୍କର ଛୁରୀଟା ପୁରା ଦାଢ଼ ହେଇଯିବ ଆଉ ଆପଣମାନଙ୍କୁ ମାର୍କେଟରୁ ଯାଇକିରି ଆଉ ଚୁଡ଼ି ଆଣିବା ପାଇଁକା ପଡ଼ିବ ନାହିଁ। ବହୁତ ସୁନ୍ଦର ଉପାୟଟେ। ଆପଣମାନେ ଯଦି ଟିକେ ମାଇଣ୍ଡ ଖର୍ଚ୍ଚ କରିବେ ତାହେଲେ ଆପଣମାନଙ୍କର ବହୁତ ସହଜ ହେବ। ନେକ୍ସଟ ଟିପ୍ସ ଅଛି ମୋର ଚଷମାକୁ ନେଇକି। ତ ଯେଉଁମାନେ ରେଗୁଲାର ଚଷମା ୟୁଜ୍ କରିଥିବେ ବା ରେୟାର ୟୁଜ୍ କରିଥିବେ, ତ ସେମାନେ ଯେତେବେଳେ ବାହାରକୁ ଯାଉଛନ୍ତି ତ ବହୁତ ଡଷ୍ଟ ଲାଗିକିରି ଚଷମାର ହାଲତଟା ବହୁତ ଖରାପ ହେଇଯାଇଥାଏ। ତ ଆପଣମାନଙ୍କ ଘରେ ଭେସଲିନ୍ ତ ନିହାତି ଭାବେ ଥିବ, ଯେହେତୁ ଏବେ ୱିଣ୍ଟର ସିଜନ୍ ଆସିଲାଣି। ତ ଆପଣମାନେ ଟିକେ ଭେସଲିନ୍ ନେଇକି ଦୁଇପଟ ଗ୍ଲାସ୍ରେ ଆପଣମାନେ ମୁଁ ଯେମିତି ଲଗାଉଛି ଆପଣମାନେ ସେମିତି ଲଗାନ୍ତୁ। ତାପରେ ମୁଁ ଆଗକୁ କ'ଣ କରୁଛି ଆପଣମାନଙ୍କୁ ଭିଡ଼ିଓ ଦେଖିଲେ ହିଁ ଆଗକୁ ଜାଣିପାରିବେ। ତ ଯଦି ଆପଣମାନେ ମୋ ଚ୍ୟାନେଲରେ କେଉଁମାନେ ନୂଆ ଥିବେ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ଫାଷ୍ଟ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଯାଇପାରିବ। ଆଉ ଆପଣମାନଙ୍କର ସପୋର୍ଟ ମୋତେ ନିହାତି ମୋଟିଭେଟ୍ କରିବ ଆଗକୁ। ତ ଆପଣମାନେ ଦୁଇଟା ଗ୍ଲାସ୍ରେ ଆପଣମାନେ ଭଲକିରି ଲଗାଇ ସାରିଲା ପରେ ଗୋଟେ କଟନ୍ ତୁଳାରେ ଆପଣମାନେ ତାକୁ ହାଲକେଇକିରି ସ୍କ୍ରବ୍ କଲା ଭଳିଆ ଆପଣମାନେ କରିବେ, ଯାହାଫଳରେ କି ଚଷମାରେ ଯାହା ଆମର ଡଷ୍ଟ ଥିବ ସବୁ ସେ କଟନ୍ ଦେହରେ ପଳେଇ ଆସିବ। ଆଉ ଆପଣମାନଙ୍କୁ ପୁରା ନିଟ୍ ଆଣ୍ଡ କ୍ଲିନ୍ ଚଷମାଟା ଦେଖାଯିବ। ଆପଣଙ୍କୁ ମାର୍କେଟକୁ ଯାଇକି ଚଷମାକୁ କ୍ଲିନ୍ କରିବା ପାଇଁକା ପଡ଼ିବ ନାହିଁ। ତ ଦେଖନ୍ତୁ ଭେସଲିନ୍ ଏଥିପାଇଁ ଲଗାଉଛି କି ଯଦି ଆପଣମାନଙ୍କ ଘରେ କି ଛୋଟ ପିଲା କି କିଏ ଥିବେ, ଚଷମାକୁ ଯଦି ହାତରେ ମାରିଦିଅନ୍ତି ତ ଚଷମାର ଗ୍ଲାସ୍ଟା ଦାଗ ହେଇଯାଇଥାଏ ଆଉ ଯାହା ବି ସ୍କ୍ରାଚ୍ ଥିବ ତାହା ମଧ୍ୟ ଆପଣମାନଙ୍କର ଆଉ ଜଣାପଡ଼ିବ ନାହିଁ। ସୁନ୍ଦର ଟିପ୍ସଟା। ଆପଣମାନେ ଯଦି ତାକୁ ଟିକେ କେୟାରଫୁଲ୍ କରିବେ ତାହେଲେ ଆପଣମାନଙ୍କ ମନି ସହିତ ଟାଇମ୍ ମଧ୍ୟ ସେଭିଂ ହେଇକି ରହିବ। ଛୋଟିଆ ଟିପ୍ସଟେ, କିନ୍ତୁ ଆଶା କରୁଛି ବହୁତ ୟୁଜଫୁଲ୍ ହେଇଥିବ। ଦେଖନ୍ତୁ ଆପଣମାନେ ଆଗ ପଛ ଭଲକିରି ଆପଣମାନେ ସେଇ କଟନ୍ରେ କରିବେ। ଆଉ ଚଷମାର ଫ୍ରେମ୍କୁ ମଧ୍ୟ ଆପଣମାନେ ଏଥିରେ ଆରାମସେ କରିପାରିବେ, କାରଣ ଭେସଲିନ୍ ଯଦି ଆପଣମାନଙ୍କ ଘରେ ଏକ୍ସପାୟାର ଭେସଲିନ୍ ଥିବ ତାହେଲେ ଆପଣମାନେ ତାକୁ ନ ଫୋପାଡ଼ିକିରି ଏହି କାମରେ ଲଗାନ୍ତୁ। ଦେଖିବେ ଆପଣମାନଙ୍କର ବହୁତ ବେନିଫିଟ୍ ମଧ୍ୟ ଆସିବ। ଦେଖନ୍ତୁ ଚଷମାଟା ମୋ ପୂର୍ବରୁ କେମିତି ଦେଖାଯାଉଥିଲା, ଏବେ ଦେଖନ୍ତୁ ବର୍ତ୍ତମାନ କେତେ ପୁରା ନୂଆ ଚଷମା ପରିକା ପୁରା ଦେଖାଯାଉଛି। ସ୍କ୍ରାଚ୍ ବି ଏତେ ଜଣାପଡ଼ୁନି, ଯେହେତୁ ମୁଁ ଏଇଟା ରେଗୁଲାର ୟୁଜ୍ କରୁଛି। ତ ଚଷମାର ମୋତେ ସବୁବେଳେ ପୋଛିବା ପାଇଁକା ତ ଟାଇମ୍ ହୁଏନି। ତ ମୁଁ ଦେଖନ୍ତୁ କେତେ ସୁନ୍ଦର ଭାବରେ ମୁଁ ପୁରା କ୍ଲିନ୍ କରିଦେଲି, ତା ଫ୍ରେମ୍ ସହ ସବୁ ମୋର ପୁରା ନୂଆ ଟାଇପ୍ର ଦେଖାଗଲା। ତ ଆଶା କରୁଛି ଏଇ ଟିପ୍ସଟି ଛୋଟିଆ ହେଲେ ମଧ୍ୟ ଆପଣମାନଙ୍କ ପାଇଁ ବହୁତ ୟୁଜଫୁଲ୍। ନେକ୍ସଟ ଟିପ୍ସ ହେଉଛି ମୋର ଚୁଡ଼ିକୁ ନେଇକି। ତ ଥମ୍ବନେଲ୍ ଦେଖି ଆପଣମାନେ ଜାଣିପାରିଥିବେ କି ମୋଜାକୁ ମୁଁ ଚୁଡ଼ି କ'ଣ ପାଇଁ ପିନ୍ଧଉଥିଲି। ତ ଯେତେବେଳେ ଆମେ ମାର୍କେଟରେ ଏମିତି ଦୁଇପଟିକିଆ ଚୁଡ଼ି ଆଣିଥାଉ, ତ ଯଦି ଆପଣମାନଙ୍କର ଟିକେ ସାଇଜ୍ ଟିକେ ଛୋଟ ହେଇଯାଇଥାଏ ତ ଆପଣମାନେ କ'ଣ କରିବେ ନା ଏମିତି ପିଲାମାନଙ୍କର ସକ୍ସ ଯେଉଁ ଥିବ ସେ ସକ୍ସକୁ ଆପଣମାନେ କ'ଣ କରିବେ ନା ଏମିତି ହାତରେ ପିନ୍ଧିଦେବେ। ପିନ୍ଧି ଦେଇକି ସେଇ ଚୁଡ଼ିକି ଆପଣମାନେ ପିନ୍ଧିବେ, ଦେଖିବେ ଆପଣମାନଙ୍କୁ ଜମାରୁ ବି କଷ୍ଟ ହେବନି, ଆରାମସେ ଚୁଡ଼ିଟା ପହଞ୍ଚିଯିବ। ତ ଯଦି ଆପଣ ବିନା ସକ୍ସରେ ପିନ୍ଧୁଛନ୍ତି ତାହେଲେ ଆପଣମାନଙ୍କ ହାତ ଖଣ୍ଡିଆ ହେବାର ବହୁତ ସମ୍ଭାବନା ଥାଏ ଆଉ ଆପଣଙ୍କୁ ବହୁତ ଜୋରରେ କଷ୍ଟ ମଧ୍ୟ ହେଇଥାଏ। କିନ୍ତୁ ସକ୍ସ ମାଧ୍ୟମରେ ଯଦି ଆପଣ ଯେତେ ଛୋଟ ସାଇଜ୍ ଚୁଡ଼ି ଆପଣମାନେ ଚାହିଁଲେ ମଧ୍ୟ ପିନ୍ଧିପାରିବେ। ତ ଆଶା କରୁଛି ସବୁ ଟିପ୍ସ ଗୁଡ଼ିକ ଆପଣମାନଙ୍କ ପାଇଁ ନିହାତି ଭାବରେ ୟୁଜଫୁଲ୍ ଥିବ। ଯଦି ଭଲ ଲାଗିବ ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବେନି ଓ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ ଏ ଟିପ୍ସର ଫାଇଦା ଉଠାଇ ପାରିବେ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ।